নমস্কার দর্শক বন্ধু, আজি 10 জানুয়ারি 2026 রবিবার সকালর 20টি দেশ বিদেশের বছা বছা মুখ্য খবর আসন্তু জানিবা। তা পূর্বর ভিডিওকে লাইক সেয়ার সবসক্রাইব করন্তু যাকি প্রত্যেক দিন সকাল 5টাରେ দেশ বিদেশ খবর প্রথমে পাইবে। যদি আমি প্রথম খবরକୁ ଯିବା, ମାଦୁରଙ୍କ ପରେ ଏବେ ଗିରଫ ହେବେ କି ପୁଟିନ? ସାମ୍ବାଦିକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ଦେଲେ ଟ୍ରମ୍ପ। ହଁ ଦର୍ଶକ ବନ୍ଧୁ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଆମେରିକା ଏହି ଯୁଦ୍ଧକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରିଛି। ଅନ୍ୟପଟରେ ଫକ୍ସ ନ୍ୟୁଜରେ କରିଛନ୍ତି ହାଇ ଆଉଟ୍। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପିଏମ କିଷାନ ଯୋଜନାକୁ ନେଇ ବଡ଼ ଅପଡେଟ୍ ବଦଳିଲା ଏହି ସବୁ ନିୟମ। ଏବେ ସାରନ୍ତୁ ସବୁ କାମ, ନଚେତ ଆସିବନି 22ତମ କିସ୍ତି। ହଁ ଦର୍ଶକ ବନ୍ଧୁ, ନୂତନ ବର୍ଷ ଆରମ୍ଭରୁ ପ୍ରଥମ କିଷାନ ସମ୍ମାନିଧି ଯୋଜନାରେ ସମ୍ପର୍କ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି। ଲକ୍ଷ ଲକ୍ଷ ଚାଷୀ ଏବଂ 22ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ସରକାର ନିୟମରେ କିଛି ପରିବର୍ତ୍ତନ କରୁଛନ୍ତି। ଯଦି ଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସମୟର ମଧ୍ୟରେ ସମାପ୍ତ ହୁଏ, ତେବେ ବର୍ତ୍ତମାନ କିସ୍ତି ସେମାନଙ୍କର ଟଙ୍କାରେ ଆକାଉଣ୍ଟକୁ ପହଞ୍ଚିବାକୁ ବିଳମ୍ବ ହୋଇପାରେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, 3% ନା 5%, କେତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା? ସରକାର ଦେଲେ ପୁରା ଡିଟେଲ ଜାଣନ୍ତୁ। ହଁ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଜଣେ ସରକାରୀ କର୍ମଚାରୀ, ତେବେ ଆପଣଙ୍କ ପାଇଁ ମହଙ୍ଗା ଭତ୍ତା DA/DR କେତେ ପ୍ରତିଶତ ବୃଦ୍ଧି କରାଯିବ ଜାଣିବାକୁ ଆପଣ ସବୁବେଳେ ସାମଗ୍ରୀ ଥିବା କେନ୍ଦ୍ର ସରକାରଙ୍କର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ 1 ଜାନୁଆରୀ 2026 ମହଙ୍ଗା ଭତ୍ତା DAR ବୃଦ୍ଧି ସମ୍ପର୍କକୁ ନେଇ ସ୍ଥିତି ଏବେ ପ୍ରକାଶ ସ୍ପଷ୍ଟ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ରାଉରକେଲାରେ ବିମାନ ଦୁର୍ଘଟଣା, ଜରୁରୀ ଅବତରଣ ବେଳେ ପ୍ଲାସ କ୍ରାଶ। ହଁ ଦର୍ଶକ ବନ୍ଧୁ, ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା, ଜରୁରୀ ଅବତରଣ ବେଳେ କରସ ଅଞ୍ଚଳରେ ବିମାନ କ୍ରାଶ। ଫାଇପରର କୋଚ ସହ ଗୁରୁତର ସମସ୍ତଙ୍କର ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପାକିସ୍ତାନର ନିଦ ହଜେଇଲା ଆଫଗାନିସ୍ତାନ, ରାତାରାତି ଏମିତି କଲା ଯେ ବୁଡ଼ିଯିବ କୋଟି କୋଟି ଟଙ୍କା। ହଁ ଦର୍ଶକ ବନ୍ଧୁ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତୁଳକୈନିକ ଉତ୍ତେଜନା ପ୍ରଭାବ ଏବଂ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ସେମାନଙ୍କର ଅତିରିକ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରୁଛି। ସାମୁଦ୍ରିକ ତଥା ଜଣାଯାଉଛି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ଯଥେଷ୍ଟ ହ୍ରାସ ପାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଟଙ୍କା ପାଇଁ ସ୍ତ୍ରୀକୁ ବୁଡ଼ାଇ ଦେଲା, ବିକିଦେଲା ସ୍ୱାମୀ। ହଁ ଦର୍ଶକ ବନ୍ଧୁ, ଏବେ ଝିଅକୁ ବିକିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ। ହଁ ଦର୍ଶକ ବନ୍ଧୁ, ଅଗ୍ନିଶମ ସାକ୍ଷୀ ରଖି ଦେବୀର 7 ଜନ୍ମ ପାଇଁ ସାଥୀ ରହିଥିଲା, ହେଲେ ସ୍ତ୍ରୀକୁ ସ୍ୱାମୀ ବିକିଦେବାକୁ ବିକ୍ରି କରିଦେଲା। ଅଭିଯୋଗ ଆସିଛି, ସ୍ତ୍ରୀକୁ ବିକ୍ରି କରିଦେବା ପରେ ନିଜ ଝିଅକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଦୀର୍ଘ ପ୍ରାୟ 7 ବର୍ଷ ହେଲା ବୁଲେଇଥିବା ନିର୍ମାଣ ହେଉଛି ମହିଳାଙ୍କ ବାପା ଆଜି ପୁଣି ଥରେ ପ୍ରଶାସନ ପାଖରେ ତାଙ୍କ ଝିଅଙ୍କୁ ଉଦ୍ଧାର ପାଇଁ ନିର୍ଦ୍ଦେଶ କରିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଜାଣିଛନ୍ତି କି ଭାରତର 1 ଟଙ୍କାରେ ଗ୍ରୀନ ସିଗ୍ନାଲରେ କେତେ ଯାହା ଉପରେ ପଡ଼ିବ ଟ୍ରମ୍ପଙ୍କ ଲୋଗୋ? ସୃଷ୍ଟି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ହଁ ଦର୍ଶକ ବନ୍ଧୁ, ଗ୍ରୀନଲ୍ୟାଣ୍ଡ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ସ୍ଥାନ। ଯଦି ଆପଣମାନେ ଗ୍ରୀନଲ୍ୟାଣ୍ଡ ଯାତ୍ରା ଯୋଜନା କରୁଛନ୍ତି, ତେବେ ସେଠାରେ ଭାରତୀୟ ଟଙ୍କାର ମୂଲ୍ୟ ଜାଣିବା ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗ୍ରୀନଲ୍ୟାଣ୍ଡରେ ନିଜର ମୁଦ୍ରା ଜାଣି ନାହିଁ ଯାହା ଟେନିସ୍ କ୍ରାସ୍ ବ୍ୟବହାର କଲେ। ଜାଣନ୍ତୁ କାହିଁକି ସେଠାରେ ଭାରତୀୟ ଟଙ୍କାରେ 10,000 ମୂଲ୍ୟ କେତେ ହେବ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସ୍ତ୍ରୀ ନାଁରେ ଖୋଲିଦିଅନ୍ତୁ ଏହିସବୁ ଆକାଉଣ୍ଟ, କେବଳ ସୁଧରେ ମିଳିବ 7,185 ଟଙ୍କା, ଘରେ ବସି ହେବ ମାଲେମାଲ। ହଁ ଦର୍ଶକ ବନ୍ଧୁ, ପୋଷ୍ଟ ଅଫିସର ବିଭିନ୍ନ ସମୟରେ ସଞ୍ଚୟ ଯୋଜନା ଗ୍ରାହକଙ୍କୁ ବହୁତ ସୁଧ ଦେଉଛି। ସରଳ ସଞ୍ଚୟ ଆକାଉଣ୍ଟରେ ବ୍ୟତୀତ ପୋଷ୍ଟ ଅଫିସ TIFର ମିସ୍ RD, କିଷାନ ବିପଣ ପତ୍ର ଭଳି ଅନେକ ପ୍ରକାର ଆକାଉଣ୍ଟ ଖୋଲାଯାଉଛି। ଆଜି ଆମେ ପୋଷ୍ଟ ଅଫିସର TD ସ୍କିମ୍ ବିଷୟରେ ଜାଣିବା, ଯାହା ବ୍ୟାଙ୍କଗୁଡ଼ିକରେ FD ସ୍କିମ୍। ଯଦି ଆମେ ପରବର୍ତ୍ତୀ ଖବର ଯିବା, SBI ନିଜ ପୁରୁଣା ଗ୍ରାହକଙ୍କ ପାଇଁ ଦେଉଛି 2 ଲକ୍ଷ ଲେଖାଏଁ। ଜାଣନ୍ତୁ ଏଥିପାଇଁ କ'ଣ କରିବାକୁ ହେବ, କେମିତି ଉଠାଇବେ ଲାଭ। ହଁ ଦର୍ଶକ ବନ୍ଧୁ, ଯେତେବେଳେ ଜୀବନରେ ଏପରି ପରିସ୍ଥିତି ସୃଷ୍ଟି ହୁଏ, ତେତେବେଳେ ଆପଣଙ୍କର ହଠାତ୍ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ପ୍ରାୟତଃ ଆପଣମାନେ ବନ୍ଧୁ ସମ୍ପର୍କ କିମ୍ବା ପରିଚିତ ଲୋକଙ୍କ ସହିତ ଯୋଗାଯୋଗ କରି ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯଦି ଆବଶ୍ୟକତା ପରିମାଣ ଅଧିକ ହୁଏ, ତେବେ କ'ଣ ହେବ?
ଯଦି ଆମେ ପରବର୍ତ୍ତୀ ଖବର ଯିବା ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ ବିଶ୍ୱରେ ପଡ଼ିଗଲା ଚହଳ। ହଁ ଦର୍ଶକ ବନ୍ଧୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଅଯଥା ଦାବି କରୁଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବିବାଦକୁ ବନ୍ଦ କରିବାକୁ ହରାଇଛନ୍ତି। ସେ କହିଛନ୍ତି ଯେ ଇତିହାସରେ ତାଙ୍କ ଅପେକ୍ଷାରେ ଆଉ କେହି ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ନୁହନ୍ତି। ନୂତନ ବର୍ଷ ରାଷ୍ଟ୍ରପତି ବାରାକ। ଯଦି ଆମେ ପରବର୍ତ୍ତୀ ଖବର ଯିବା ଟଙ୍କା ପାଇଁ ହଲିଉଡ ଏବଂ 4 ଜଣ ହିରୋଇନଙ୍କ ବୁଢ଼ାମାନଙ୍କୁ ହିଁ କରିଲେ ବିବାହ। ନମ୍ବର 1 ଯୋଡ଼ିକୁ ନେଇ ଆପଣଙ୍କର ଆଶ୍ଚର୍ଯ୍ୟ ହୋଇଯିବେ। ହଁ ଦର୍ଶକ ବନ୍ଧୁଗଣ, ଆପଣମାନେ ସମସ୍ତଙ୍କର ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ। ବଲିଉଡ ଏବଂ ଦିଗତ ଅଭିନେତ୍ରୀମାନେ ନିଜ ସୁନ୍ଦର ଏବଂ ବଲିଉଡ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଆମେରିକାକୁ ଭାରତ ଆସିବାକୁ ଡାକରା ବିରଳ ମୃତ୍ତିକା ଉପରେ ଶେଷ ହେବ ଚୀନର ବଦମାସ। ହଁ ଦର୍ଶକ ବନ୍ଧୁ, ଆଜିର ଦିନରେ ସ୍ମାର୍ଟଫୋନରେ ଆରମ୍ଭ କରି ଦେଶ ସୁରକ୍ଷାରେ ମୁତୟନ ଫାଇଟର ଜେଟ୍ ସମସ୍ତଙ୍କର ଅତ୍ୟଧିକ ଟେକ୍ନୋଲୋଜି ବିକ୍ରି ଠାରୁ ନିମାୟର ଅଧିକ ଶୟରେ ୟାର ଅଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଅଯୋଧ୍ୟା ରାମ ମନ୍ଦିର ଏବଂ ପଡ଼ୋଶୀ ମାର୍ଗ ପାଖରେ ନିମାର୍ଜିତ ଖାଦ୍ୟ ବିକ୍ରିକୁ ନେଇ ସମ୍ପୂର୍ଣ୍ଣ ବିରୋଧ। ପ୍ରଶାସନ ଏହି ଦିଗରେ କେବଳ ଦୋକାନ ପାଇଁ ନୁହେଁ ବରଂ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ପ୍ରଚୁର ନିୟମ ଇଂଲଣ୍ଡକୁ ନେଇ ଉଠାଇ ନେଉଛନ୍ତି। କାର୍ଯ୍ୟ ଅନୁଷ୍ଠାନ ପାଇଁ ପ୍ରଶାସନ ଚେତାବନୀ ଦେଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି। ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନଗଲେ। ହଁ ଦର୍ଶକ ବନ୍ଧୁ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହ ପିଲା ସ୍କୁଲରେ ଅନୁଷ୍ଠିତ ରହିବା ଦରକାର। ଘରକୁ ଶିକ୍ଷକ ଯିବେ। ଏନେଇ ସମସ୍ତଙ୍କର ବିଡିଓ ଏବଂ ବିଏଓକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି, ସ୍କୁଲ କର୍ତ୍ତୃପକ୍ଷ ଯାଉନି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଟ୍ରମ୍ପଙ୍କ 500% ଟାରିଫ ଧମକ ପାଇଁ ଭାରତ ଏବଂ ଆସିବା ଆଶ୍ଚର୍ଯ୍ୟଜନକ ଖବର। ହଁ ଦର୍ଶକ ବନ୍ଧୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 500% ପର୍ଯ୍ୟନ୍ତ ଟାରିଫ ଲାଗୁ କରିବା ପାଇଁ ଇଙ୍ଗିତ ବିଶ୍ୱ ଏବଂ ଘରୋଇ ବ୍ୟବସ୍ଥାକୁ କରେଇ ରଖିଛନ୍ତି। ସୃଷ୍ଟି ହେଇଛି ଏହି ଭୟ ସିଧାସଳଖ ସେୟାର ବଜାରକୁ ମଧ୍ୟ ପ୍ରଭାବିତ କରିଛି। ଗତ 5ଟି ବାଣିଜ୍ୟ ଅଧିକାରୀରେ ସେକ୍ସନ ପ୍ରାୟ 2000 ପଏଣ୍ଟ ହ୍ରାସ ପାଇଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ବରିଷ୍ଠ ନାଗରିକଙ୍କୁ ସରକାରଙ୍କର ବଡ଼ ଆଶ୍ୱସ୍ତି। 1 ଲକ୍ଷରୁ ଅଧିକ ଇପିଏଫ୍ ଉପରେ ଆଉ ଏକ ଦେବାକୁ ପଡ଼ିବନି ଟିଜିଏସ୍। ଜାଣନ୍ତୁ ପୁରା ପ୍ରକ୍ରିୟା। ହଁ ଦର୍ଶକ ବନ୍ଧୁ, ଅନେକ ବରିଷ୍ଠ ନାଗରିକ ସେମାନଙ୍କର ଅବସରରେ ପରେ ନିଶ୍ଚିତ ଆୟ ଏବଂ ଜମା ଇପିଏଫ୍ ବା ଫିକ୍ସ ଡିପୋଜିଟ୍ରେ ନିଶ୍ଚିତ କରୁଛନ୍ତି। ତଥାପି ଯେତେବେଳେ ଇପିଏଫ୍ରୁ ସୁଧ ମିଳେ, ବ୍ୟାଙ୍କଗୁଡ଼ିକରେ ସେହି ସୁଧ ଉପରେ ଟ୍ୟାକ୍ସ ଡିଲ୍କୁ ଆକ୍ସ ପଏଣ୍ଟ ଟିଏସ୍ଟି କାଟିଥାନ୍ତି। ଟିଡିଏସ୍ ଏକ ପୃଥକ ଟିକସ ନୁହେଁ ବରଂ ଆଡମିସନର କରାଯାଇଥିବା ଟ୍ୟାକ୍ସ ଅଟେ। ଯଦି ଆମେ ପରବର୍ତ୍ତୀ ଖବର ଯିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। ଜାନୁଆରୀ 17ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ହଁ ଦର୍ଶକ ବନ୍ଧୁ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। ଜାନୁଆରୀ 17ରୁ କୋଲକାତା ଏବଂ ଗୋରହାଣ୍ଡି ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ପିଡ୍ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ମାଲଦା ଟାଉନରେ ଏହାର ଉଦ୍ଘାଟନ କରିବେ। କାମାକ୍ଷା ଏବଂ ହାୱଡ଼ା ଜଣକର ମଧ୍ୟରେ ସପ୍ତାହରେ 6 ଦିନ ଏହି ଟ୍ରେନ୍ ଚାଲିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା। ରକ୍ତରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ 2 ଭଉଣୀ। ହଁ ଦର୍ଶକ ବନ୍ଧୁ, ଉତ୍ତରାଖଣ୍ଡରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାକୁ ନେଇ 2 ଭଉଣୀ ନିଜ ରକ୍ତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। କାଶ୍ମୀରପୁର ଏକ୍ସରେ ଜରିଆରେ ଚିଠିକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା ସୀମାରେ ବଡ଼ ପଦକ୍ଷେପର ଗ୍ରହଣ କଲା ଭାରତ, ଥରିଲା ବାଂଲାଦେଶ। ହଁ ଦର୍ଶକ ବନ୍ଧୁ, ଯଦି ଆମେ ପରବର୍ତ୍ତୀ ଖବର ଯିବା ପାକିସ୍ତାନ ସିଷ୍ଟମକୁ ନେଇ ହଲଦାଇଚି ଦେଇଥିଲା ଅପରେସନ ସିନ୍ଦୁର। ଡିଏସ୍ର ନେଇ ବଡ଼ ପ୍ରମାଣ ଏବଂ ରଣନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ଦେବ। ହଁ ଦର୍ଶକ ବନ୍ଧୁ, ଭାରତ ମେ 2025ରେ ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଏହା ପାକିସ୍ତାନ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଥିଲା ଏବଂ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଏହି ଅପରେସନ ପାକିସ୍ତାନକୁ ତାର ସାମାଜିକ ଗଣନୀତି ସଂଶୋଧନ କରିବାକୁ ବାଧ୍ୟ କରିଥିଲା।
ଯଦି ଆମେ ପରବର୍ତ୍ତୀ ଖବର ଯିବା, ଟ୍ରମ୍ପଙ୍କ ବଡ଼ ଘୋଷଣା, ସାରା ବିଶ୍ୱକୁ ତୈଳ ବିକିବ ଆମେରିକା, କହିଲା ତେତେ ଚାହୁଁଛ? ହଁ ଦେଶବନ୍ଧୁ, ଭେନେଜୁଏଲାର ତୈଳକୁ ନେଇ ଆମେରିକାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା। ସେ କହିଛନ୍ତି ଯେ ଭେନେଜୁଏଲାର ପ୍ରାୟ 5 କୋଟି କ୍ୟାରେଟ ତେଲ ବିକ୍ରି କରିବ ଆମେରିକା। ଟ୍ରମ୍ପ ପ୍ରଶାସନରେ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ସେ ଭାରତକୁ ଏହି ତେଲ କିଣିବାକୁ ଅନୁମତି ଦେବାକୁ ଇଚ୍ଛୁକ ବୋଲି ମଧ୍ୟ ସୂଚନା ଦେଉଛନ୍ତି।